ନିଜକୁ ନିଜେ ଟେଷ୍ଟ କରିବା କେତେ ଆମେ ଶିଖିଲେ ଏକପଦୀକରଣ କରିବାଟା ହେଲା। ପ୍ରଥମ କ୍ୱେଶ୍ଚିନ୍ ହେଉଛି ଅନେକଙ୍କ ମଧ୍ୟରେ କ୍ଷୁଦ୍ର ତାକୁ ଏକ ପଦରେ ପ୍ରକାଶ କଲେ କ'ଣ କୁହାଯିବ? କ'ଣ କୁହାଯିବ ନା କ୍ଷୁଦ୍ରତମ ବୋଲିକି ତାକୁ କହିବା ଆମେ। ଜୟ କରିବାର ଇଚ୍ଛା ତାକୁ ଏକ ପଦରେ ପ୍ରକାଶ କଲେ କ'ଣ ହେବ ନା ଜିଗୀଷା। କ'ଣ ହେବ? ଜିଗୀଷା। ତାପରେ ପୂର୍ବରେ ଦ୍ରବ ନଥିଲା ଏବେ ଦ୍ରବ ବା ଯେଉଁଟାକି ତରଳ ପଦାର୍ଥ ଏବେ ଦ୍ରବ ହେଲା ଏକ ପଦରେ ପ୍ରକାଶ କଲେ କ'ଣ ହେବ ନା ଦ୍ରବୀଭୂତ ହେବ। ବାଲ୍ୟକାଳରୁ ଯେ ବ୍ରହ୍ମଚର୍ଯ୍ୟ ଆଚରଣ କରିଛି ତାକୁ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ଆବାଲ୍ୟ ବ୍ରହ୍ମଚାରୀ। କ'ଣ ହେବ? ଆବାଲ୍ୟ ବ୍ରହ୍ମଚାରୀ। ଚରଣକୁ ଯେ ଲେହନ ବା ଯେଉଁ ଚାଟିବା କରେ ତାକୁ କ'ଣ କହିବା ନା ଚରଣ ଲେହି। ପିଲା ପ୍ରାୟ ଏଇଟା କରିଦେଇ ପାରନ୍ତି, ଏଇଟା ଭୁଲ ହେବ। ନାହିଁ କଳଙ୍କ ଜହିଁରେ ତାକୁ କ'ଣ କହିବା ନା ନିଷ୍କଳଙ୍କ ବୋଲି କହିବା, ନାଇଁ କି? ଯାହା ଉଡ଼ି ଯାଉଅଛି ଉଡ଼ୁଛି ଉଡ଼ିକିରି ଯାଉଛି କ'ଣ କହିବା ନା ଉଡ଼ି ଯାଉଥିବା। ପୁନଃ ପୁନଃ ରୋଦନ କରୁଥିବା ରମଣୀ ତାକୁ କ'ଣ କହିବା ଏକ ପଦରେ ପ୍ରକାଶ କଲେ? ରୋରୁଦ୍ୟମାନା। ତାପରେ ବିନା ଆୟାସରେ ଦେଖ ବିନା ଆୟାସରେ ଯାହା ଲାଭ କରାଯାଇପାରେ ତାକୁ କ'ଣ କହିବା? ଅନାୟାସରେ ହେଲା। ଯେ ଧନୁ ଧରିଛନ୍ତି ତାଙ୍କୁ କ'ଣ କହିବା ନା ଧନୁର୍ଧର ବୋଲିକି କହିବା। ଆଳସ୍ୟ କରିବା ସ୍ୱଭାବ ଯାହାର ତାଙ୍କୁ କ'ଣ କହିବା? ତାକୁ ଅଳସୁଆ ବୋଲିକି କହିବା। ତାପରେ ଗାଈ ଜଗିବା ବୃତ୍ତି ଯାହାର ତାଙ୍କୁ କ'ଣ କହିବା? ଗାଈଆଳ ବୋଲିକି କହିବା। ତାପରେ ଇନ୍ଦ୍ରଙ୍କୁ ଜୟ କରିଛି ଯେ ତାଙ୍କୁ କ'ଣ କହିବା? ଇନ୍ଦ୍ରଜିତ୍ ବୋଲିକି କହିବା। ପଛରେ ଜନ୍ମି ଅଛନ୍ତି ଯେ ପଛରେ ଜନ୍ମ ହୋଇଛନ୍ତି ତାଙ୍କୁ କ'ଣ କହିବା? ଅନୁଜ ବୋଲି କହିବା। ଅତି ଜୋରରେ ଜଳୁଥିବା ତାକୁ କ'ଣ କହିବା? ଜାଜ୍ୱଲ୍ୟମାନ ବୋଲିକି କହିବା। ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା ଏକ ପଦରେ ପ୍ରକାଶ କଲେ କ'ଣ ହେବ ନା ଅଦୃଷ୍ଟ ପୂର୍ବ। ଇତିହାସ ଯେ ଗବେଷଣା କରନ୍ତି ତାଙ୍କୁ କ'ଣ କହିବା? ଐତିହାସିକ ବୋଲିକି କହିବା। ତାପରେ ଘୁମାଉଥିବା ଅଭ୍ୟାସ ଯାହାର ତାଙ୍କୁ କ'ଣ କହିବା ନା ଘୁମନ୍ତ ବୋଲିକି କହିବା। ଯେଉଁ ଭୂମିରେ କର ଦେବାକୁ ପଡ଼େ ନାହିଁ ତାକୁ କ'ଣ କହିବା? ନିଷ୍କର ବୋଲିକି କହିବା। ଯାହା ନଷ୍ଟ ନ ହୋଇ ସବୁବେଳେ ରହିଥାଏ ତାକୁ କ'ଣ କହିବା? ନଷ୍ଟ ହୁଏ ନାହିଁ, ସନାତନ ବୋଲିକି କହିବା। ତାପରେ ଜାତ ହୋଇନାହିଁ ଶତ୍ରୁ ଯାହାର ଶତ୍ରୁ ଜାତ ହୋଇନାହିଁ ତାଙ୍କୁ କ'ଣ କହିବା ନା ଅଜାତ ଶତ୍ରୁ। ତାପରେ ଲବ୍ଧ ପ୍ରତିଷ୍ଠ ୟାର ଅର୍ଥ ବୁଝିବା ପାଇଁ ବ୍ୟାଖ୍ୟା କ'ଣ କଲେ ତାର ଅର୍ଥଟିକୁ ଆମେ ବୁଝିପାରିବା ନା ପ୍ରତିଷ୍ଠା ଲାଭ କରିଛି ଯିଏ ପ୍ରତିଷ୍ଠା ଲାଭ କରିଛି ତାକୁ ଲବ୍ଧ ପ୍ରତିଷ୍ଠ ବୋଲିକି କହିବା। ତାପରେ ଅସୂର୍ଯ୍ୟଂ ପଶ୍ୟା ଏହାର ଅର୍ଥ ବୁଝିବା ପାଇଁ କ'ଣ ବ୍ୟାଖ୍ୟା କରିବା? ଅସୂର୍ଯ୍ୟଂ ପଶ୍ୟା ଯେଉଁ ସ୍ତ୍ରୀ ସୂର୍ଯ୍ୟଙ୍କୁ ମଧ୍ୟ ଦେଖି ନାହିଁ ତାକୁ ଅସୂର୍ଯ୍ୟଂ ପଶ୍ୟା ବୋଲିକି କହିବା। ତାପରେ ଯେ ଜନ୍ମରୁ ବ୍ରହ୍ମଚର୍ଯ୍ୟ ପାଳନ କରିଛି ତାଙ୍କୁ କ'ଣ କହିବା? ଆଜନ୍ମ ବ୍ରହ୍ମଚାରୀ ବୋଲିକି କହିବା। କିଂ କର୍ତ୍ତବ୍ୟ ବିମୂଢ଼ ଏହାର ଅର୍ଥ ପାଇଁ ବ୍ୟାଖ୍ୟାଟା କ'ଣ ହେବ ନା କର୍ତ୍ତବ୍ୟ ସ୍ଥିର କରିବାରେ ଯେ ବିମୂଢ଼ ତାଙ୍କୁ କିଂ କର୍ତ୍ତବ୍ୟ ବିମୂଢ଼ ବୋଲିକି ଆମେ କହିବା। ତାପରେ ବିଶ୍ୱ ବିଖ୍ୟାତ କୀର୍ତ୍ତି ତାକୁ ଅର୍ଥ ବୁଝାଇବା ପାଇଁ କେଉଁଟା ବ୍ୟାଖ୍ୟା ହେବ ନା ବିଶ୍ୱରେ ବିଖ୍ୟାତ ହୋଇଛି କୀର୍ତ୍ତି ଯାହାର ତାକୁ ବିଶ୍ୱବିଖ୍ୟାତ କୀର୍ତ୍ତି ବୋଲିକି କହିବା। ଦମ୍ପତି ୟାର ଅର୍ଥ କ'ଣ? ଜାୟା ଓ ପତି ହେଲେ ଦମ୍ପତି। ତାପରେ ଅନନ୍ୟୋପାୟ ତାର ଅର୍ଥ ସ୍ପଷ୍ଟତା ପାଇଁ ବ୍ୟାଖ୍ୟା କେଉଁଟା ହେବ ନା ନାହିଁ ଅନ୍ୟ ଉପାୟ ଯାହାର ତାକୁ ଅନନ୍ୟୋପାୟ ବୋଲିକି କୁହାଯିବ। ବୈଦେହୀ ୟାର ଅର୍ଥ ବୁଝାଇବା ପାଇଁ ବ୍ୟାଖ୍ୟା କେଉଁଟା ହେଇପାରିବ? ବୈଦେହୀ ନା ବିଦେହ ରାଜାଙ୍କ କନ୍ୟା ହେଉଛନ୍ତି ବୈଦେହୀ। ତାପରେ ଯେଉଁ ବିଛାର ରଙ୍ଗ ତେନ୍ତୁଳିର ରଙ୍ଗ ଭଳିଆ ତେନ୍ତୁଳି ରଙ୍ଗ ଭଳିଆ ଯେଉଁ ବିଛାର ରଙ୍ଗ ତାକୁ କ'ଣ କହିବା ନା ତେନ୍ତୁଳିଆ ବିଛା କହିବା। ଶୁଆ ନାକିଆ କାହାକୁ କହିବା? ଯାହା ନାକ ଶୁଆ ପରି କେଉଁଟା ବ୍ୟାଖ୍ୟା ହେବ ଠିକ୍ ବ୍ୟାଖ୍ୟାଟି ନା ଶୁଆର ନାକ ପରି ନାକ ଯାହାର ତାକୁ ଶୁଆ ନାକିଆ ବୋଲିକି କହିବା।
ତାପରେ ଖଡ଼ୁଆ। ଖଡ଼ୁଆ ତାର ବ୍ୟାଖ୍ୟାଟି କ'ଣ ହେବ ବୁଝିବା ପାଇଁ, ଅର୍ଥ ବୁଝିବା ପାଇଁ ବ୍ୟାଖ୍ୟା କେଉଁଟା ହେବ ନା ଖଡ଼ୁ ବ୍ୟବସାୟ ଯାହାର ତାକୁ ଖଡ଼ୁଆ ବୋଲିକି କହିବା। ତାପରେ ଆକୁମାରୀ ହିମାଳୟ, ହିମାଚଳ, ଆକୁମାରୀ ହିମାଚଳ, ତାର ଅର୍ଥ ସ୍ପଷ୍ଟତା ପାଇଁ ବ୍ୟାଖ୍ୟା କେଉଁଟା ହେବ ନା କୁମାରିକା ଠାରୁ ହିମାଚଳ ପର୍ଯ୍ୟନ୍ତ ଆକୁମାରୀ ହିମାଚଳ ବୋଲିକି କହିବା। ତାପରେ ମାତାଙ୍କର ଭ୍ରାତାଙ୍କର ମାନେ ମାଙ୍କ ଭାଇଙ୍କର ସ୍ତ୍ରୀ ମାନେ ମାମୁଁଙ୍କ ସ୍ତ୍ରୀ, ତାଙ୍କୁ କ'ଣ କହିବା ମାତୁଳାନୀ ବୋଲିକି କହିବା। ବାପାଙ୍କ ଭଉଣୀଙ୍କ ସ୍ୱାମୀ, ବାପାଙ୍କ ଭଉଣୀ ତମର ପିଇସି, ତାଙ୍କ ସ୍ୱାମୀ କ'ଣ ହେବେ ନା ପିଉସା ହେବେ। ତାପରେ ଅତିଥିଙ୍କ କୁଶଳ, ଅତିଥିଙ୍କର କୁଶଳ ଏକ ପଦରେ କଲେ କ'ଣ ହେବ ନା ଆତିଥେୟ, ମାନେ ଅତିଥିଙ୍କର ଭଲ ମନ୍ଦ ବୁଝିବା ହେଲା କୁଶଳ। ତାପରେ ବୈୟାକରଣ, ତାର ବ୍ୟାଖ୍ୟା କ'ଣ ହେବ ନା ବ୍ୟାଖ୍ୟାଟି ଏଇଭଳି ହେବ ଯେ ବ୍ୟାକରଣରେ ପାଣ୍ଡିତ୍ୟ ଅର୍ଜନ କରିଥିବା ଲୋକ, ତାକୁ ବୈୟାକରଣ ବୋଲିକି କହିବା। ତାପରେ ହାକିମର ଅଭାବ କ'ଣ କହିବା ନା ହାକିମୀ ବୋଲିକି କହିବା।